ଓଡ଼ିଶାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାଟିଏ ଆପଣମାନେ ଜାଣିଛନ୍ତି। ଓଡ଼ିଶାରେ ପ୍ରବାହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ମାସ 23 ତାରିଖ ଠାରୁ ସମଗ୍ର ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏହା ମଧ୍ୟରେ ସରକାରଙ୍କର ଗଣଶିକ୍ଷା ବିଭାଗ ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କ ପାଇଁ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ବା SLP କାର୍ଯ୍ୟକ୍ରମ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ପିଲାମାନଙ୍କ ପାଇଁ ଜାରି କରିଛନ୍ତି। ଆଗରୁ ଶିକ୍ଷକମାନଙ୍କୁ ମଧ୍ୟ ସରକାରୀ ନିର୍ଦ୍ଦେଶ ରହିଛି ଯେ ଆପଣମାନେ ପିଲାମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରନ୍ତୁ। ତେଣୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କାର୍ଯ୍ୟ ମଧ୍ୟ ପାଖାପାଖି ଶେଷ ହୋଇଛି। ତେଣୁ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ଏହି ସମର ଲର୍ଣ୍ଣିଂ ପ୍ରୋଗ୍ରାମ ଗୁଡ଼ିକୁ ସେମାନଙ୍କୁ ପ୍ରେରଣ କରିବେ ଏବଂ ପିଲାମାନେ ଏହାର ଉତ୍ତର ଗୁଡ଼ିକ ଏକ ଖାତାରେ ନିର୍ଭୁଲ ଭାବରେ ଏବଂ ସୁନ୍ଦର ଭାବରେ ଲେଖି ସମର ଭ୍ୟାକେସନ୍ ପରେ ଅର୍ଥାତ୍ ଖରା ଛୁଟି ପରେ ବା ଗ୍ରୀଷ୍ମ ଅବକାଶ ପରେ ସେମାନେ ବିଦ୍ୟାଳୟରେ ଦାଖଲ କରିବେ, ଯାହାକି ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗ୍ରୀଷ୍ମ ଅବକାଶର ଯେଉଁ ଗୃହକର୍ମ ଦିଆଯାଇଛି ସେଗୁଡ଼ିକୁ ସେମାନେ ମୂଲ୍ୟାଙ୍କନ କରିବେ। ଏଥିପାଇଁ ଓଡ଼ିଶାର ଗଣଶିକ୍ଷା ବିଭାଗର ଏକ ଚିଠି ମଧ୍ୟ ଆପଣମାନେ ଦେଖିପାରୁଥିବେ, ଯେଉଁଠିକି ପିଲାମାନଙ୍କର ସମର ଲର୍ଣ୍ଣିଂ ପ୍ରୋଗ୍ରାମ ପାଇଁ ଏକ ବିଧିବଦ୍ଧ ଚିଠି ମଧ୍ୟ ଜାରି କରିଛନ୍ତି ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି। ତେବେ ଗ୍ରୀଷ୍ମ ଅବକାଶକାଳୀନ ଗୃହକର୍ମ ଭାବରେ ଚତୁର୍ଥ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷାରେ ଦିଆଯାଇଛି, ଭାଇ ଭଉଣୀ ଓ ସାଙ୍ଗସାଥୀଙ୍କୁ ଟିକି ଟିକି ପଦ୍ୟଟିକୁ ଉପଯୁକ୍ତ ଭାବଭଙ୍ଗୀ ସହ ପଢ଼ି ଶୁଣାଅ ଓ ମନେ ରଖ ଏବଂ ସେଥିରେ ଥିବା ସମତାନ ଶବ୍ଦ ଗୁଡ଼ିକୁ ଖୋଜି ଲେଖ, ଯେପରି ସିନ୍ଧୁ ବିନ୍ଦୁ ଏଇଭଳି ସମତାନ ଶବ୍ଦ ଗୁଡ଼ିକୁ ପିଲାମାନେ ଲେଖିବେ। ହଜିଲା ଦିନର କଥା ପ୍ରସଙ୍ଗଟିକୁ ଘରେ ଅନ୍ୟମାନଙ୍କୁ ଶୁଣାଅ, ଅର୍ଥାତ୍ ପିଲାମାନଙ୍କ ବହିରେ ଯେଉଁ ହଜିଲା ଦିନର କଥା ରହିଛି ପିଲାମାନେ ପ୍ରସଙ୍ଗଟିକୁ ଘର ଲୋକମାନଙ୍କୁ ପଢ଼ି ଶୁଣାଇବେ। ମଧୁବାବୁଙ୍କ ପରି ଓଡ଼ିଶାର ଅନ୍ୟ ବରପୁତ୍ରମାନଙ୍କର ନାମ ଭାଇ ଭଉଣୀ ଓ ସାଙ୍ଗସାଥୀ ଠାରୁ ବୁଝି ଲେଖ। ତୁମକୁ ଭଲ ଲାଗୁଥିବା 10ଟି ଚିତ୍ର ଅଙ୍କନ କର, ତାର ନାମ ଲେଖ ଓ ପ୍ରତି ଚିତ୍ର ବିଷୟରେ 2 ଧାଡ଼ି ଲେଖାଏଁ ଲେଖ। ଏହା ରହିଛି ସାହିତ୍ୟରେ। ଏବଂ ଗଣିତରେ ରହିଛି ସ୍କେଲ ବ୍ୟବହାର କରି ବିଭିନ୍ନ ମାପର 10ଟି ରେଖାଖଣ୍ଡ ଅଙ୍କନ କର। ଯେପରି ଇଂରାଜୀ ଅକ୍ଷର ଏ ରେ 3ଟି ରେଖାଖଣ୍ଡ ରହିଛି, ସେହିପରି EFHIKLMNTVWXYZ ଅକ୍ଷର ଗୁଡ଼ିକରେ କେତେ ଖଣ୍ଡ ରେଖାଖଣ୍ଡ ରହିଛି ପିଲାମାନେ ତାକୁ ଲେଖିବେ। 2ଟି ଲେଖାଏଁ ଦିଆସିଲି କାଠିର 2 ମୁଣ୍ଡକୁ ଯୋଡ଼ି 5ଟି ଲେଖାଏଁ ସ୍ଥୂଳକୋଣ ସୂକ୍ଷ୍ମକୋଣ ତିଆରି କରିବେ। ତୁମ ଆଖପାଖରେ ଯେଉଁଠି ସମକୋଣ ଉତ୍ପନ୍ନ ହୋଇଛି ତାର ତାଲିକା ପିଲାମାନେ କରିବେ। ଘରେ ଥିବା ଘଣ୍ଟାକୁ ନିରୀକ୍ଷଣ କର ଏବଂ କେଉଁ ସମୟରେ କିଭଳି କୋଣ ସୃଷ୍ଟି ହେଉଛି ତାହା ଲେଖ, ଯେପରି 3ଟା ବାଜିଲା ବେଳେ ସମକୋଣ ସେହିଭଳି ପିଲାମାନେ ଲେଖିବେ। 1 ଠାରୁ 9 ପର୍ଯ୍ୟନ୍ତ ଅଙ୍କକୁ ନେଇ 3 ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇପାରିବ ତିଆରି କର। ତୁମ ଘରର କୋଠରୀ ଏବଂ ବାରଣ୍ଡାକୁ ପାଦରେ ମାପ, କବାଟ ଓ ଝରକାକୁ ହାତରେ ମାପ, ଖାତା ବହିକୁ ଆଙ୍ଗୁଠିରେ ମାପ ଏବଂ ମାପି ଲେଖ। 10ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ପ୍ରତ୍ୟେକ ସଂଖ୍ୟାର ସ୍ଥାନୀୟମାନଙ୍କୁ ଖାତାରେ ଲେଖି ସେମାନେ ସାରଣୀ ତିଆରି କରିବେ। ଏବଂ ବିଜ୍ଞାନରେ ରହିଛି ବିଭିନ୍ନ ପ୍ରକାର ଔଷଧୀୟ ପତ୍ର ଗୁଡ଼ିକ ସଂଗ୍ରହ କର ଓ ନିଜ ଖାତାରେ ଲଗାଅ ଓ ପତ୍ରର ନାମ ଲେଖ। ଜଳକୁ ଆମେ କେଉଁ କେଉଁ କାମରେ ବ୍ୟବହାର କରୁ ତାର ଏକ ତାଲିକା ପ୍ରସ୍ତୁତ କର। ତୁମ ପରିବେଶରେ ଦେଖୁଥିବା ବିଭିନ୍ନ ଗଛକୁ ନିମ୍ନ ସାରଣୀରେ ଖାତାରେ ସଜେଇ ଲେଖ। ଖାତାରେ ସାରଣୀ କରି 5ଟି ଖାଦ୍ୟର ନାମ ଲେଖ ଓ ସେ ଖାଦ୍ୟରୁ ମିଳୁଥିବା ଖାଦ୍ୟସାର ଓ ତାର ଉପକାରିତା ଗୁଡ଼ିକ ଲେଖ। ଇଏ ଥିଲା ଚତୁର୍ଥ ଶ୍ରେଣୀର ପିଲାମାନଙ୍କ ପାଇଁ ପରିବେଶ, ଭାଷା ଏବଂ ଗଣିତରେ ଦିଆଯାଉଥିବା ଗ୍ରୀଷ୍ମ ଅବକାଶକାଳୀନ ଗୃହକର୍ମ। ତେଣୁ ପିଲାମାନେ ସୁନ୍ଦର ଭାବରେ ଏହାକୁ ଖାତାରେ ଲେଖି ନିଶ୍ଚିତ ଭାବରେ ଖରା ଛୁଟି ପରେ ବା ଗ୍ରୀଷ୍ମ ଛୁଟି ପରେ ତୁମ ବିଦ୍ୟାଳୟରେ ତୁମେ ଦାଖଲ କରିବ। ତେବେ ଇଂରାଜୀରେ ଗୃହକର୍ମ ଭାବରେ ଚତୁର୍ଥ ଶ୍ରେଣୀର ପିଲାମାନଙ୍କ ପାଇଁ ରହିଛି ରାଇଟ୍ ଦ ଭେରିୟସ୍ ଇଂଲିଶ ୱାର୍ଡ ୟୁଜ୍ ଇନ୍ ଓଡ଼ିଆ ଲାଙ୍ଗୁଏଜ୍ ୟୁଜ୍ଡ ଇନ୍ ୟୋର ଡେଲି ଲାଇଫ୍ ଲାଇକ୍ ଟେବୁଲ, ପେନ୍, ପେନସିଲ। ଅର୍ଥାତ୍ ଟେବୁଲ, ପେନ୍, ପେନସିଲ ଭଳି ଶବ୍ଦ ଗୁଡ଼ିକୁ ସେମାନେ ଇଂରାଜୀରେ ଲେଖିବେ। ରାଇଟ୍ ଦ କ୍ୟାପିଟାଲ ଲେଟର ଇନ୍ ୟୋର ଇଂଲିଶ ହ୍ୟାଣ୍ଡରାଇଟିଂ କପି ୱିଥ୍ ଦ ପ୍ରପର ଷ୍ଟ୍ରୋକ୍। ରାଇଟ୍ ଦ କାଉଣ୍ଟିଂ ନମ୍ବର ଫ୍ରମ୍ 1 to 20 ଇନ୍ ୱାର୍ଡସ୍। ଅର୍ଥାତ୍ 1ରୁ 20 ପର୍ଯ୍ୟନ୍ତ ପିଲାମାନେ ଲେଖିବେ ଇଂରାଜୀରେ। ରିସାଇଟ୍ ଦି ପ୍ରାକ୍ଟିସ୍
action song and share them with your friends and siblings। ଅର୍ଥାତ୍ ପିଲାମାନେ ଗୋଟେ ପ୍ରାକ୍ଟିସ୍ ସଙ୍ଗକୁ ସେମାନେ ପ୍ରାକ୍ଟିସ୍ କରିବେ ଏବଂ ତାହାକୁ ନିଜର ସାଙ୍ଗସାଥି ମଧ୍ୟରେ ସେୟାର କରିବେ। ଏବଂ ପରିବେଶ ପାଠ ରହିଛି ତୁମ ଆଖପାଖରେ କେଉଁ ସବୁ ଦୁର୍ଘଟଣା ତୁମେ ଜାଣିଛ ବା ଘଟିବାର ତୁମେ ଜାଣିଛ ଓ ସେଥିପ୍ରତି କି ପ୍ରକାର ଯତ୍ନବାନ ହେବ ଲେଖ। ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ନାମ ଲେଖ ଏବଂ ଏହି ବିପର୍ଯ୍ୟୟରୁ କିପରି ସୁରକ୍ଷା ଅବଲମ୍ବନ କରିପାରିବ ତୁମେ ସାଙ୍ଗସାଥି ଓ ପଡ଼ୋଶୀମାନଙ୍କ ଠାରୁ ବୁଝି ଲେଖ। ରାସ୍ତା କଡ଼ରେ ଦିଆଯାଇଥିବା କେତୋଟି ସଂକେତର ଚିତ୍ର ଅଙ୍କନ କରି ଏହି ସଂକେତଟି କେଉଁ ସୂଚନା ଦେଉଛି ଲେଖ। ତୁମେମାନେ କେଉଁ କେଉଁ ସ୍ଥାନରେ ଧାଡ଼ିରେ ରହିବ ଏବଂ ନିୟମ ମାନି ଚଳିବ ତାର ଏକ ତାଲିକା ପ୍ରସ୍ତୁତ କର। ଏ ଥିଲା ଚତୁର୍ଥ ଶ୍ରେଣୀର ପିଲାମାନଙ୍କ ପାଇଁ ହଲିଡେ ହୋମୱାର୍କ। ତେଣୁ ପିଲାମାନେ ଆଶା କରେ ଏହାକୁ ଖାତାରେ ତୁମେ ସୁନ୍ଦର ଭାବରେ ଲେଖିବ ଏବଂ ବିଦ୍ୟାଳୟରେ ମଧ୍ୟ ଦାଖଲ କରିବ।